ଆଜି 16 ମେ ଶୁକ୍ରବାର 2025 ସକାଳର ମୁଖ୍ୟ ଖବରକୁ ସତ୍ୟପାଠରେ ସ୍ୱାଗତ। ଆସନ୍ତୁ ନଜର ପକାଇବା ଆଜିର 30ଟି ବଡ଼ ଖବର ଉପରେ। ପାକିସ୍ତାନ ଭଳି ଖତରନାକ ଦେଶ ହାତରେ ପରମାଣୁ ଅସ୍ତ୍ର ସୁରକ୍ଷିତ କି? ପଚାରିଲେ ରାଜନାଥ ସିଂ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯବାନଙ୍କୁ ସମ୍ବୋଧନ କରିବା ଅବସରରେ ପାକିସ୍ତାନର ପରମାଣୁ ଧମକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ ସମଗ୍ର ବିଶ୍ୱକୁ ପଚାରିବାକୁ ଚାହୁଁଛି ଯେ ପାକିସ୍ତାନ ଭଳି ଦୁଷ୍ଟ ଦେଶ ହାତରେ ପରମାଣୁ ଅସ୍ତ୍ର ସୁରକ୍ଷିତ ଅଛି କି? ସେ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିକୁ ଏହାର ତଦାରଖ କରିବା ପାଇଁ ମଧ୍ୟ କହିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଭାରତର ନୀତି କଠୋର ଏବଂ ପାକିସ୍ତାନର ପରମାଣୁ ବ୍ଲାକମେଲର କିଛି ଫରକ ପଡ଼ିବନି ବୋଲି କହିଛନ୍ତି ରାଜନାଥ ସିଂ। ପାକିସ୍ତାନ ଯେଉଁଠି ଠିଆ ହୁଏ, ମାଗିବା ଲୋକଙ୍କ ଲାଇନ ସେଇଠୁ ଆରମ୍ଭ ହୁଏ ବୋଲି କହିଛନ୍ତି ରାଜନାଥ ସିଂ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଜମ୍ମୁ କାଶ୍ମୀରରେ ଯବାନଙ୍କୁ ସମ୍ବୋଧିତ କରିବା ଅବସରରେ ପାକିସ୍ତାନର ଦେବାଳିଆ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ପାକିସ୍ତାନ ମାଗି ମାଗି ଏଭଳି ସ୍ଥିତିକୁ ଆସିଗଲାଣି ଯେ ଯେଉଁଠି ଠିଆ ହୁଏ ସେଇଠୁ ମାଗିବା ଲୋକଙ୍କ ଲାଇନ ଆରମ୍ଭ ହୋଇଥାଏ। ଅନ୍ୟପଟରେ ଭାରତ ଆଜି ଏପରି ଦେଶଙ୍କ ମଧ୍ୟରେ ଗଣା ହେଉଛି ଯେଉଁମାନେ IMF ପାଣ୍ଠି ଯୋଗାଇବା ଫଳରେ ଏହି ସଂଗଠନ ଗରିବ ଦେଶମାନଙ୍କୁ ଋଣ ଦେଉଛି। କାଶ୍ମୀରରେ ଏନକାଉଣ୍ଟର ପୂର୍ବରୁ ଆତଙ୍କୀ ପୁଅକୁ ସରେଣ୍ଡର କରିବା ପାଇଁ କହିଥିଲେ ମା, ସାମ୍ନାକୁ ଆସିଲା ଭିଡିଓ। ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମରିବାର କିଛି ସମୟ ପୂର୍ବରୁ ଜଣେ ଆତଙ୍କବାଦୀ ନିଜ ମା ସହ ଭିଡିଓ କଲରେ କଥା ହେଉଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଆତଙ୍କବାଦୀ ପୁଅକୁ ଆର୍ମି ନିକଟରେ ଆତ୍ମସମର୍ପଣ କରିବାକୁ ଅନୁରୋଧ କରୁଛନ୍ତି ମହିଳା। ଅନ୍ୟପଟେ ସେନାକୁ ଆସିବାକୁ ଦିଅ, ତାପରେ ମୁଁ ଦେଖିବି ବୋଲି ମାକୁ ଉତ୍ତର ଦେଉଛି ଲୁଚି ରହିଥିବା ଆତଙ୍କବାଦୀର ଆମିର ନାଜିର ୱାନି। ଜୈସେ ମହମ୍ମଦ ସହ ଜଡିତ ୱାନିକୁ କାଲି ଗୁରୁବାର ନିହତ କରିଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 10 ଜଣ ଉଗ୍ରବାଦୀ ନିହତ। ମଣିପୁରର ଚାନ୍ଦେଲ ଜିଲ୍ଲାରେ ଆସାମ ରାଇଫଲ ୟୁନିଟ ସହିତ ଗୁଳି ବିନିମୟରେ ଅତି କମରେ 10 ଜଣ ଉଗ୍ରବାଦୀ ନିହତ ହୋଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି, ମେ 14ରେ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏବେ ବି ଏହା ଜାରି ରହିଛି। ତେବେ ଏହି ଅପରେସନ ସମୟରେ ଉଗ୍ରବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିବା ବେଳେ ଏହାର ଜବାବ ଦେବାକୁ ଯାଇ ହୋଇଥିଲା ଗୁଳି ବିନିମୟ। 10 ଜଣ ଉଗ୍ରବାଦୀଙ୍କୁ ନିପାତ କରାଯାଇଛି ବୋଲି ସେନାବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। କାଶ୍ମୀରରେ ଅପରେସନ ନାଦେର ଅଧୀନରେ 3 ଆତଙ୍କବାଦୀ ନିହତ। ଜମ୍ମୁ କାଶ୍ମୀରର ଅବନ୍ତିପୋରାରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ କରାଯାଇଥିବା ଅପରେସନ ନାଦେର ଅଧୀନରେ ଏନକାଉଣ୍ଟରରେ ଅତି କମରେ 3 ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସୁରକ୍ଷା ବାହିନୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ସର୍ଚ୍ଚ ଅପରେସନ ସମୟରେ ଏହି ଏନକାଉଣ୍ଟର ହୋଇଥିଲା। ସୂଚନା ଥାଉ କି ପୂର୍ବରୁ ଅପରେସନ କେଲର ଅଧୀନରେ ସୋପିଆନ ଲସ୍କରେ ତୋଇବାର 3 ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ବୁଝାମଣାକୁ ବୃଦ୍ଧି କଲେ ଭାରତ ଓ ପାକିସ୍ତାନ। ଗତ 10 ତାରିଖରେ ଭାରତ ଓ ପାକିସ୍ତାନ ଡିଜିଏମଙ୍କ ମଧ୍ୟରେ ବୁଝାମଣା ଉପରେ ଉଭୟ ଦେଶ ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ଗୁରୁତ୍ୱ ଆରୋପ କରିଛନ୍ତି। ଏନେଇ ଆତ୍ମବିଶ୍ୱାସ ସୃଷ୍ଟି କରିବା ଦିଗରେ ପଦକ୍ଷେପ ଜାରି ରଖିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଥିବା ଗୁରୁବାର ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି। AFP ରିପୋର୍ଟ ଅନୁସାରେ ଉଭୟ ଦେଶ ରବିବାର ପର୍ଯ୍ୟନ୍ତ ଅସ୍ତ୍ରବିରତି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ପାକ୍ ବୈଦେଶିକ ମନ୍ତ୍ରୀ ଇସାକ୍ ଡାର୍ କହିଛନ୍ତି। WTC 2025ର ପୁରସ୍କାର ରାଶି ଘୋଷଣା। ଭାରତୀୟ ଦଳକୁ ମିଳିବ 12.32 କୋଟି ଟଙ୍କା। ICC ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଏବେର ଚକ୍ର ପାଇଁ ପୁରସ୍କାର ରାଶି ଘୋଷଣା କରିଛି। ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା WTC ଫାଇନାଲରେ ବିଜେତାଙ୍କୁ $36 ଲକ୍ଷ, ପ୍ରାୟ 30 କୋଟି ଟଙ୍କା ଓ ଉପବିଜେତାଙ୍କୁ ପ୍ରାୟ 18 କୋଟି ଟଙ୍କା ମିଳିବ। ସେହିପରି ଏହି ଚକ୍ରରେ ତୃତୀୟ ସ୍ଥାନରେ ଥିବା ଭାରତୀୟ ଦଳକୁ 12.32 କୋଟି ଟଙ୍କା ମିଳିବ। ଏଥର ମୋଟ ପୁରସ୍କାର ରାଶି ପୂର୍ବ ସଂସ୍କରଣ ତୁଳନାରେ 2 ଗୁଣରୁ ଅଧିକ ଥିବା ଜଣାପଡ଼ିଛି। କାନାଡାରେ ଶିଖ୍ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, 16 ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ। କାନାଡାରେ ହରଜିତ ସିଂ ଧଡା ନାମକ ଜଣେ ଭାରତୀୟ ବଂଶୋଦ୍ଭବ ଶିଖ୍ ବ୍ୟବସାୟୀଙ୍କୁ ତାଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ସେ ତାଙ୍କ କାର ପାଖରେ ଥିବା ସମୟରେ ଅଜ୍ଞାତ ଆକ୍ରମଣକାରୀମାନେ 15ରୁ 16 ରାଉଣ୍ଡ ଗୁଳି ଚଳାଇଥିଲେ ଓ ପରେ ସେଠାରେ ଫେରାର ହୋଇଯାଇଥିଲେ। ଧଡାଙ୍କୁ କିଛି ଦିନ ତଳେ ଚାନ୍ଦା ଆଦାୟକାରୀଙ୍କଠାରୁ ଧମକପୂର୍ଣ୍ଣ ଫୋନ ଆସିଥିଲା ଓ ସେ ଏହି ଘଟଣାକୁ ନେଇ ପୁଲିସରେ ଜଣାଇଥିଲେ। ଭାରତରେ ଦଳିତ ଓ ପଛୁଆ ବର୍ଗର ଲୋକଙ୍କୁ 24 ଘଣ୍ଟା ଅତ୍ୟାଚାର ସହିବାକୁ ପଡେ, କହିଲେ ରାହୁଲ ଗାନ୍ଧୀ। ଭାରତରେ ଦଳିତ ଓ ପଛୁଆ ବର୍ଗ ଆଦିବାସୀ ଲୋକଙ୍କୁ 24 ଘଣ୍ଟା ଅତ୍ୟାଚାରର ଶିକାର ହେବାକୁ ପଡେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଗୁରୁବାର ବିହାରର ଦରଭଙ୍ଗାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛାତ୍ରଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସେ ଆହୁରି ମଧ୍ୟ କହିଛନ୍ତି, ପଛୁଆ ବର୍ଗର ଲୋକଙ୍କୁ ଦବାଇବାକୁ ଚେଷ୍ଟା କରିବା ସହ ଶିକ୍ଷା କ୍ଷେତ୍ରରେ ପ୍ରତିବନ୍ଧକ ଲଗାଯାଏ। ବିଜେପି ଲୋକତନ୍ତ୍ର ଓ ସମ୍ବିଧାନର ବିରୋଧୀ ବୋଲି ମଧ୍ୟ କହିଥିଲେ।
ଯାତ୍ରା ପାଇଁ ଏ ପର୍ଯ୍ୟନ୍ତ ପଞ୍ଜୀକରଣ କଲେଣି 150ରୁ ଅଧିକ ଦେଶ, 31,581 ଜଣ ଶ୍ରଦ୍ଧାଳୁ। ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ଅନୁସାରେ ଚାରିଧାମ ଯାତ୍ରା ପାଇଁ ଏ ପର୍ଯ୍ୟନ୍ତ 150ରୁ ଅଧିକ ଦେଶର ଲୋକ 31,581 ଜଣ ଶ୍ରଦ୍ଧାଳୁ ପଞ୍ଜୀକରଣ କରିଛନ୍ତି। ସବୁଠାରୁ ଅଧିକ ଯେ 5,864 ଜଣ ଶ୍ରଦ୍ଧାଳୁ ଆମେରିକାରୁ ପଞ୍ଜୀକରଣ କରିଛନ୍ତି। ଏହାପରେ ନେପାଳରୁ 5,728 ଜଣ, ୟୁକେରୁ 1,559 ଜଣ ଓ ଅଷ୍ଟ୍ରେଲିଆରୁ 1,259 ଜଣ ଶ୍ରଦ୍ଧାଳୁ ପଞ୍ଜୀକରଣ କରିଛନ୍ତି। ସେହିପରି କାନାଡାରୁ 808 ଜଣ ପଞ୍ଜୀକରଣ କରିଥିବା ବେଳେ ମରିସସରୁ 837 ଜଣ, ଇଣ୍ଡୋନେସିଆରୁ 327 ଜଣ ଶ୍ରଦ୍ଧାଳୁ ପଞ୍ଜୀକରଣ କରିଛନ୍ତି। ତିଆରି ନ କରିବାକୁ ଟିମ୍କୁ କହିଲେ ଟ୍ରମ୍ପ। ଆପଲ କମ୍ପାନୀ ସିଇଓ ଟିମ୍ କୁକଙ୍କୁ ଭାରତରେ ଆଇଫୋନ ନିର୍ମାଣ ନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାମର୍ଶ ଦେଇଥିବା ନେଇ କତାରରେ ଆୟୋଜିତ ପାର୍ଟିରେ କହିଛନ୍ତି। ସେ କହିଛନ୍ତି, ମୁଁ କହିଛି ଯେ ଟିମ୍ ଆଉ ତୁମ ସହ ବହୁତ ଭଲ ବ୍ୟବହାର କରୁଛୁ। ମୁଁ ଚାହୁଁନି ଯେ ତୁମେ ଭାରତରେ ଯାଇ ଆଇଫୋନ ନିର୍ମାଣ କର। ଭାରତ ନିଜ କଥା ନିଜେ ବୁଝିବାକୁ ସକ୍ଷମ। ଏଥିସହ ଆଗାମୀ ଦିନରେ ଆପଲ ଆମେରିକାର ଉତ୍ପାଦନ କ୍ଷମତା ବଢାଇବ ବୋଲି କହିଛନ୍ତି ଟ୍ରମ୍ପ। ଚାଷୀଙ୍କୁ ଅଟକ ରଖିଲା ବାଂଲାଦେଶ। ବିଏସଏଫ ସହ ଅନେକ ଥର ଆଲୋଚନା ପରେ କଲା ହସ୍ତାନ୍ତର। ପଶ୍ଚିମବଙ୍ଗ କୁଚବିହାର ଚାଷୀ ଉକିଲ ବର୍ମନଙ୍କୁ ବାଂଲାଦେଶ କର୍ତ୍ତୃପକ୍ଷ ହେପାଜତରେ ରଖିବା ବେଳେ ତାଙ୍କୁ ମୁକ୍ତ କରାଯାଇ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଏପ୍ରିଲ ମାସରେ ସେ ଭାରତ ବାଂଲାଦେଶ ସୀମା ନିକଟରେ ତାଙ୍କ ବିଲରେ କାମ କରୁଥିବା ବେଳେ ତାଙ୍କୁ ବାଂଲାଦେଶୀ ନାଗରିକମାନେ ନେଇଯାଇଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା। ଏହା ଜାଣିବା ପରେ ତାଙ୍କ ଫେରିବାର ବ୍ୟବସ୍ଥାକୁ ବିଏସଏଫ ବାଂଲାଦେଶ କର୍ତ୍ତୃପକ୍ଷଙ୍କ ସହ ଅନେକ ଥର ବୈଠକ କରିଥିଲା। ଆମର ସମ୍ପର୍କ ଦ୍ୱିପାକ୍ଷୀୟ ରହିବ। ଆଲୋଚନା ବେଳେ କେବଳ ଆତଙ୍କବାଦ ଉପରେ ହିଁ ହେବ, କହିଲେ ଜୟଶଙ୍କର। ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ପାକିସ୍ତାନ ସହ ଆମର ସମ୍ପର୍କ ଏବଂ ବ୍ୟବହାର ସମ୍ପୂର୍ଣ୍ଣ ଭାବରେ ଦ୍ୱିପାକ୍ଷିକ ହେବ। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ଯଦି ପାକିସ୍ତାନ ସହ ଆଲୋଚନା ହୁଏ କେବଳ ଆତଙ୍କବାଦ ଉପରେ ହିଁ ହେବ। ଏଥିସହ ପାକିସ୍ତାନ ପାଖରେ ଥିବା ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ପଡ଼ିବ ଏବଂ ଆତଙ୍କବାଦୀଙ୍କ ଆଡ୍ଡାକୁ ବନ୍ଦ କରିବାକୁ ହେବ ବୋଲି ଜୟଶଙ୍କର କହିଛନ୍ତି। 5,000 ପାକିସ୍ତାନୀ ଭିକାରୀଙ୍କୁ ଦେଶରୁ ବିଦା କଲା ସାଉଦି ଆରବ। ଗତ 16 ମାସ ମଧ୍ୟରେ ସାଉଦି ଆରବ 5,033 ଜଣ ପାକିସ୍ତାନୀ ଭିକାରୀଙ୍କୁ ଦେଶରୁ ବିଦା କରିଥିବା ନେଇ ପାକିସ୍ତାନ ସରକାର ସଂସଦକୁ ସୂଚନା ଦେଇଛନ୍ତି। ସାଉଦି ଆରବ 2024 ମସିହାରେ 4,998 ଜଣ ପାକିସ୍ତାନୀ ଭିକାରୀଙ୍କୁ ଦେଶରୁ ବିଦା କରିଥିଲା। ପାକିସ୍ତାନ ସରକାର କହିଛନ୍ତି ଯେ ଗତ 16 ମାସ ମଧ୍ୟରେ ଇରାକ, ମାଲେସିଆ, ଓମାନ, କତାର ଓ ୟୁଏଇ ଭଳି ଦେଶ 369 ଜଣ ପାକିସ୍ତାନୀ ଭିକାରୀଙ୍କୁ ସେମାନଙ୍କ ଦେଶରୁ ବିତାଡ଼ିତ କରିଛନ୍ତି। ଆଖିରେ ପଟି, ଗାଳି ଗୁଲଜ। ପାକିସ୍ତାନରୁ ଫେରି ବର୍ବରତାର କାହାଣୀ କହିଲେ ବିଏସଏଫ ଯବାନ ପୁନମ। ପାକିସ୍ତାନରେ 20 ଦିନ ଧରି ବନ୍ଦୀ ରହି ସୁରକ୍ଷିତ ଭାବରେ ଫେରିଥିବା ବିଏସଏଫ ଯବାନ ପୁନମ କୁମାର ସେ ବର୍ବରତାର କାହାଣୀ ବାବଦରେ କହିଛନ୍ତି। ସେ କହିଛନ୍ତି, ସେଠାରେ ତାଙ୍କ ଆଖିରେ ପଟି ବାନ୍ଧି ରଖାଯିବା ସହ ପ୍ରତି ମୁହୂର୍ତ୍ତରେ ଗାଳି ଗୁଲଜ କରାଯାଉଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ଜେଲର ଏକ କୋଠରୀ ମଧ୍ୟରେ ରଖାଯାଇଥିଲା। ବିଏସଏଫର ଗତିବିଧି ସହ ଆନ୍ତର୍ଜାତୀୟ ସୀମାରେ ମୁତୟନ ଥିବା ବରିଷ୍ଠ ଅଧିକାରୀଙ୍କ ବାବଦରେ ସୂଚନା ଦେବାକୁ କୁହାଯାଉଥିଲା। କତାରରେ ଧନୀ ଶେଖ୍ ତମିମ୍ ବିନ୍ ହମଦଙ୍କର ମହଲ ଦେଖି ଫିଦା ହେଲେ ଟ୍ରମ୍ପ। କହିଲେ, ୱାଓ ନାଇସ୍ ହାଉସ୍। ଦୋହାରେ କତାରର ଧନୀ ଶେଖ୍ ତମିମ୍ ବିନ୍ ହମଦ ଅଲି ଥାନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ବାସଭବନ ଅଲ୍ ୱାଜ୍ବା ପ୍ୟାଲେସ୍ ବୁଲାଇ ନେବାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଟ୍ରମ୍ପ ମହଲର କାରୁକାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହ ନାଇସ୍ ହାଉସ୍ ବୋଲି କହିବାର ଦେଖିବାକୁ ମିଳିଛି। କତାର ଟ୍ରମ୍ପଙ୍କୁ ଏକ $400 ମିଲିୟନ ମୂଲ୍ୟର ବୋଇଂ 7478 ବିମାନ ଉପହାର ଦେବାକୁ ପ୍ରସ୍ତାବ ଦେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରୁଥିବା ବୟାନକୁ ନେଇ ଟ୍ରମ୍ପଙ୍କ ୟୁ-ଟର୍ନ। ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥତା କରିବା ନେଇ ବୟାନରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓହରି ଯାଇଛନ୍ତି। ସେ କହିଛନ୍ତି, ମୁଁ ଏହା କହିନାହିଁ ଯେ ମୁଁ ଏହି ଅସ୍ତ୍ରବିରତି କରାଇଛି, ମାତ୍ର ଏହି ସମସ୍ୟାର ସମାଧାନ ପାଇଁ ମୁଁ ସାହାଯ୍ୟ କରିଥିଲି। ଉଭୟ ଦେଶ ବହୁ ବର୍ଷରୁ ଲଢୁଛନ୍ତି। ମୁଁ କହିଥିଲି ଯେ ଏହାର ଅନ୍ତ କରିପାରିବି। ତେବେ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ଅସ୍ତ୍ରବିରତି ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ନିଷ୍ପତ୍ତି ହୋଇଥିଲା। ଭାରତୀୟ ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା ତୁର୍କୀ କମ୍ପାନୀର ସୁରକ୍ଷା କ୍ଲିୟରାନ୍ସ ବାତିଲ କଲେ ସରକାର। ପାକିସ୍ତାନକୁ ସମର୍ଥନ କରିବା ତୁର୍କୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତୁର୍କୀକୁ ବୟକଟ୍ କରିବାକୁ ଦେଶରେ ଦାବି ହେଉଥିବା ବେଳେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ବିସିଏଏସ୍ ଜାତୀୟ ସୁରକ୍ଷା ସ୍ୱାର୍ଥରେ ତୁରନ୍ତ ପ୍ରଭାବ ସହିତ ତୁର୍କୀ କମ୍ପାନୀର ଚେଲେବି ଏୟାରପୋର୍ଟ ସର୍ଭିସେସ୍ ସୁରକ୍ଷା କ୍ଲିୟରାନ୍ସକୁ ବାତିଲ କରିଛି। ଚେଲେବି ଦିଲ୍ଲୀ ଓ ମୁମ୍ବାଇ ସମେତ 9ଟି ଭାରତୀୟ ବିମାନରେ କାର୍ଗୋ, ଡାକ ସେବା ଓ ଗୋଦାମ ପରିଚାଳନା କାମ କରୁଥିଲା। କୋହଲିଙ୍କୁ ପୁଣି ଥରେ ଅଧିନାୟକ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିସିସିଆଇ, ପରେ ବଦଳାଇଲା ନିଷ୍ପତ୍ତି, କହିଲା ରିପୋର୍ଟ।
ଏକ ରିପୋର୍ଟରେ କୁହାଯାଇଛି ଯେ କାର୍ଯ୍ୟ କରିବାର ସ୍ୱାଧୀନତା ଅଭାବରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟ କିକରରୁ ଅବସର ନେଇଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ବିସିସିଆଇ କୋହଲିଙ୍କୁ ପୁଣି ଥରେ ଅଧିନାୟକ କରିବାକୁ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ପରେ ସେମାନେ ନିଜ ମନ ବଦଳାଇ ଦେଇଥିଲେ। ସେହିପରି ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ କୋହଲି ଟେଷ୍ଟରୁ ଅବସର ନେବା ପୂର୍ବରୁ ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ସହ କଥା ହୋଇଥିଲେ। ଜଗନ୍ନାଥ ଧାମ ଲେଖିବା ବିବାଦକୁ ନେଇ ସରକାର ଆଇନଗତ ପଦକ୍ଷେପ ନେବେ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଧାମ ଲେଖିବା ପ୍ରସଙ୍ଗରେ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଖୁବ୍ ଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପତ୍ର ପରେ ବି ଦୀଘା ଜଗନ୍ନାଥ ମନ୍ଦିରର ଫଳକ ହଟିନାହିଁ। ତେଣୁ ସରକାର ଖୁବ୍ ଶୀଘ୍ର ଆଇନଗତ ପଦକ୍ଷେପ ନେବେ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ସେହିପରି ବର୍ତ୍ତମାନ କ'ଣ କରାଯିବ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ କ'ଣ ରହିବ ସେ ନେଇ ତର୍ଜମା ଚାଲିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଚୁଡ଼ି ପାଇଁ ମା'ର ଜୁଇ ଉପରେ ଶୋଇ ଅନ୍ତିମ ସଂସ୍କାର ରୋକିଲା ପୁଅ। ରାଜସ୍ଥାନର କୋଟପୁତଲି ବହରୋଡରେ ଜଣେ ବୃଦ୍ଧାଙ୍କର ଅନ୍ତିମ ସଂସ୍କାର ବେଳେ ମା'ଙ୍କ ରୂପା ଚୁଡ଼ିକୁ ନେବା ପାଇଁ ଦୁଇ ପୁଅଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ବିବାଦ ବଢ଼ିବା ପରେ ଜଣେ ପୁଅ ଯାଇ ମା'ଙ୍କ ଜୁଇରେ ଶୋଇ ପଡ଼ିଲା। ସମ୍ପର୍କୀୟ ତାକୁ ବୁଝାସୁଝା କରିଥିଲେ ମଧ୍ୟ ସେ କାହା କଥା ଶୁଣି ନଥିଲା। ଶେଷରେ ଶ୍ମଶାନରେ ହିଁ ତାକୁ ଚୁଡ଼ି ଆଣି ଦିଆଯିବା ସହ ସେ ଜୁଇ ଉପରୁ ଉଠିବା ପରେ ମହିଳାଙ୍କର ଅନ୍ତିମ ସଂସ୍କାର ହୋଇଥିଲା। ବ୍ୟବହାର କରି ଏକାଧିକ ପତ୍ନୀ ରଖିପାରିବେ ମୁସଲିମ ପୁରୁଷ, କହିଲା ଆହ୍ଲାବାଦ ହାଇକୋର୍ଟ। ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛି ଯେ ସମସ୍ତଙ୍କ ସହ ସମାନ ବ୍ୟବହାର କରି ଜଣେ ମୁସଲିମ ପୁରୁଷ ଏକାଧିକ ପତ୍ନୀ ରଖିପାରିବେ। କୋର୍ଟ ଆବେଦନକାରୀ ଫୁରକାନଙ୍କର ଦ୍ୱିତୀୟ ବିବାହକୁ ବୈଧ ଘୋଷଣା କରିଛନ୍ତି ଏବଂ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାରମ୍ଭିକ ଇସଲାମ କାଳରେ ବିଧବା ଓ ଅନାଥଙ୍କ ରକ୍ଷା ପାଇଁ କୁରାନରେ ଏକାଧିକ ବିବାହ ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି, କିନ୍ତୁ ମୁସଲିମ ପୁରୁଷମାନେ ସ୍ୱାର୍ଥପର ଭାବେ ଏହାର ଦୁରୁପଯୋଗ କରୁଛନ୍ତି। କାଶ୍ମୀରରେ ଅପରେସନ ନାଦେର ଆରମ୍ଭ କଲା ଭାରତୀୟ ସେନା। ଗୁରୁବାର ଦିନ ଜମ୍ମୁ ଓ କାଶ୍ମୀରର ଅବନ୍ତିପୁରାରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଗୁଳି ବିନିମୟ ପରେ ଭାରତୀୟ ସେନାର ଚିନାର କର୍ପସ ଅପରେସନ ନାଦେର ଘୋଷଣା କରିଛି। ଏନେଇ ସେନା ପକ୍ଷରୁ କୁହାଯାଇଛି ଯେ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା କର୍ମୀମାନେ ନାଦେରରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ସୂଚନା ଥାଉ କି ପୂର୍ବରୁ ଅପରେସନ କେଲର ଅଧୀନରେ ସୋପିଆନରେ ଯବାନଙ୍କ ଗୁଳିରେ ଲସ୍କରେ ତୋଇବାର 3 ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ପ୍ରେମିକା ପାଇଁ ସୀମା ଡେଇଁଲେ ୟୁପି ଯୁବକ, ପ୍ରେମରେ ଧୋକା ସହ ମିଳିଲା ବର୍ଷେ ଜେଲଦଣ୍ଡ। ପ୍ରେମକୁ ପାଇବା ପାଇଁ ବିନା ପାସପୋର୍ଟ ଓ ଭିସାରେ ସୀମା ପାର କରି ପାକିସ୍ତାନ ଯାଇଥିବା ଜଣେ ଭାରତୀୟ ଯୁବକକୁ ସେଠିକାର କୋର୍ଟ 1 ବର୍ଷ ଜେଲଦଣ୍ଡ ଦୋଷ ଶୁଣାଇଛନ୍ତି। ସୋସିଆଲ ମିଡିଆରେ ପ୍ରଥମେ ପାକିସ୍ତାନୀ ଝିଅ ସହ କଥା ହେବା ପରେ ପ୍ରେମରେ ପଡ଼ି ଭେଟିବାକୁ ଯାଇଥିବା ଉତ୍ତରପ୍ରଦେଶର ବାଦଲ ନାମକ ଯୁବକକୁ ଡିସେମ୍ବର 24ରେ ପାକିସ୍ତାନରେ ଗିରଫ କରାଯାଇଥିଲା। ରିପୋର୍ଟ ଅନୁସାରେ ବାଦଲଙ୍କୁ ପାକିସ୍ତାନୀ ପ୍ରେମିକା ମଧ୍ୟ ବାହା ହେବାକୁ ମନା କରିଦେଇଥିଲେ। ଓଭରସିୟରମାନଙ୍କ ମାସିକ ଗସ୍ତ ଭତ୍ତା 450 ଟଙ୍କାରୁ 1500 ଟଙ୍କାକୁ ବୃଦ୍ଧି, 1257 ଜଣ ହେବେ ଉପକୃତ। କୃଷି ଓଭରସିୟରମାନଙ୍କର ମାସିକ ଗସ୍ତ ଭତ୍ତା 450ରୁ 1500 ଟଙ୍କାକୁ ବୃଦ୍ଧି କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ସମୁଦାୟ 1567ଟି କୃଷି ଓ ଓଭରସିୟର ପଦବୀ ଥିବାବେଳେ ବର୍ତ୍ତମାନ 1257 ଜଣ କାର୍ଯ୍ୟରତ ଅଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା କୃଷି ଓଭରସିୟରମାନେ ନିୟମିତ ଭାବରେ ଗସ୍ତ କରିବା ପାଇଁ ପ୍ରୋତ୍ସାହିତ ହେବେ ଏବଂ ସୂଚନା ଥାଉ କି ପୂର୍ବରୁ ଗସ୍ତ ଭଡ଼ା 300 ଟଙ୍କା ଥିବାବେଳେ 2023ରେ ତାହା 450 ଟଙ୍କାକୁ ବୃଦ୍ଧି କରାଯାଇଥିଲା। କପି କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ, ସାମରିକ ଘାଟିକୁ କଲେ ଗସ୍ତ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଆଦମପୁର ବାୟୁସେନା ଘାଟିକୁ ଗସ୍ତ କରିବାର ଦିନକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ମଧ୍ୟ ସମାନ ରାସ୍ତାକୁ ଅନୁସରଣ କରିଛନ୍ତି। ବୁଧବାର ସିଆଲକୋଟ ପରଶୁର ସାମରିକ ଘାଟିକୁ ପରିଦର୍ଶନ କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶରିଫ। ତେବେ ଏହି ଅବସରରେ ପାକ୍ ପିଏମଙ୍କର ସହ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଓ ପାକିସ୍ତାନୀ ସେନାମୁଖ୍ୟ ଅସୀମ ମୁନିର ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଗ୍ରାମ ପିଛା 1800 ଟଙ୍କା ଶସ୍ତା ହେଲା ସୁନା। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ ମୁତାବକ ଗୁରୁବାର ଦିଲ୍ଲୀରେ ସୁନାର ଦାମ 1800 ଟଙ୍କା ହ୍ରାସ ପାଇ ପ୍ରତି 10 ଗ୍ରାମ ପିଛା 95,050 ଟଙ୍କାରେ ପହଞ୍ଚିଛି। ବୁଧବାର ଦିନ 24 କ୍ୟାରେଟ ସୁନାର ଦାମ ପ୍ରତି 10 ଗ୍ରାମ ପିଛା 96,800 ଟଙ୍କାରେ ବନ୍ଦ ହୋଇଥିଲା। ରୂପା ମୂଲ୍ୟ ମଧ୍ୟ ଲଗାତାର ଚତୁର୍ଥ ଦିନ ପାଇଁ ହ୍ରାସ ପାଇବାକୁ ଦେଖିବାକୁ ମିଳିଛି। କିଲୋଗ୍ରାମ ପିଛା 1000 ଟଙ୍କା ହ୍ରାସ ପାଇ 97,000ରେ ପହଞ୍ଚିଛି। ମାସର ବେକାରୀ ତଥ୍ୟ ଜାରି କଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁବାର 2025 ଏପ୍ରିଲ ମାସର ବେକାରୀ ତଥ୍ୟ ଜାରି କରାଯାଇଛି। ଏପ୍ରିଲରେ 15 ଓ 15ରୁ 29 ବର୍ଷ ବୟସର 13.8%, 15 ବର୍ଷ ଏବଂ ତଦୁର୍ଦ୍ଧ୍ୱ 5.1% ଏବଂ ସମସ୍ତ
ବୟସର 5.1% ଭାରତୀୟ ବେରୋଜଗାର ଥିଲେ। ରିପୋର୍ଟ ମୁତାବକ 15ରୁ 29 ବର୍ଷ ବର୍ଗର ମହିଳା ବେକାରୀ ହାର 14.4% ଥିବାବେଳେ ସମାନ ବର୍ଗର ପୁରୁଷଙ୍କଠାରେ ଏହା 13.6% ରହିଥିଲା। ଗ୍ରାମାଞ୍ଚଳରେ କର୍ମକ୍ଷେତ୍ରରେ ଭାଗିଦାରୀ ହାର 58.0% ଥିବାବେଳେ ସହରାଞ୍ଚଳରେ 50.7% ଥିଲା। ପାଇଁ ସକାଳର ମୁଖ୍ୟ ଖବରକୁ ଏଇଠି ରଖିବା। ନମସ୍କାର। ମୁଁ ପୁଣି ନେଇ ଆସିବି କାଲି ଆଉ କିଛି ନୂଆ ଖବର ସହିତ ଆପଣମାନଙ୍କୁ। ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।